नमस्कार दर्शक बंधु आपण मानकु समस्तंकु पुणी थरे मो चैनल रे स्वागत जनाउची। ज्येष्ठ मास अमावास्या तिथि रे पड़ुची सावित्री अमावास्या। यही दिन नारी माने निज स्वामींकर दीर्घायु कामना करी व्रत रखी थांती। यही दिन मां सावित्री सत्यवानकु जमक मुखरु फेराई आनिथिले। सेही कालरु एही दिनकु सावित्री अमावास्या रूपे पालन करा जाय। ଏହି ଦିନ ସବୁଠାରୁ ପ୍ରାଧାନ୍ୟ ଏହା ହେଉଛି ଯେ ବିବାହିତା ନାରୀମାନେ ଯଦି ଏହି ବ୍ରତ ନିଷ୍ଠାର ସହିତ କରନ୍ତି, ବିଧିପୂର୍ବକ କରନ୍ତି, ତେବେ ତାଙ୍କ ସ୍ୱାମୀଙ୍କର ଆୟୁଷ ଦୀର୍ଘାୟୁ ହୋଇଥାଏ। ଭଗବାନ ତାଙ୍କୁ ଦୀର୍ଘାୟୁ କରିବା ସହିତ ସବୁ ମନସ୍କାମନା ମଧ୍ୟ ପୂରଣ କରନ୍ତି। ମା ପାର୍ବତୀଙ୍କ ଦୟାରୁ ସବୁ ମହିଳାମାନେ ଶଙ୍ଖା ସିନ୍ଦୁର ଧାରଣ କରିଛନ୍ତି, କିନ୍ତୁ ଆପଣମାନେ ହୁଏତ ଜାଣିନଥିବେ ଯେ ଏପରି କିଛି ଭୁଲ ଆପଣଙ୍କ ଜୀବନକୁ ମଧ୍ୟ ବର୍ବାଦ କରିଦେଇପାରେ। ପୁରାତନ କାଳରୁ ବାପ ଘରୁ ଭାର ଆଣି ସାବିତ୍ରୀ ଅମାବାସ୍ୟା କରିବାର ପ୍ରଥା ଚାଲି ଆସୁଅଛି। କିନ୍ତୁ ବାପ ଘରୁ ଭାର ଆଣିବା ଭୁଲ ନୁହେଁ, କିନ୍ତୁ ଏପରି କିଛି ଜିନିଷ ଆପଣ ଭୁଲରେ ମଧ୍ୟ ବାପ ଘରୁ ଆଣି ନିଜ ପୂଜା କାର୍ଯ୍ୟରେ ଲଗାନ୍ତୁ ନାହିଁ। ଏମିତି 5ଟି ଜିନିଷ ଆଜି ଏହି ଭିଡିଓ ମାଧ୍ୟମରେ ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ, ଯାହା ଆପଣମାନେ ଆଗରୁ ଜାଣି ନଥିବେ। ଯଦି ଆପଣମାନେ ଏହି ଭୁଲ କରୁଛନ୍ତି କିମ୍ବା ନିଜ ଝିଅକୁ ମଧ୍ୟ ସାବିତ୍ରୀ ଭାରରେ ଏହି 5ଟି ଜିନିଷ ଦଉଛନ୍ତି, ତେବେ ଏହି ଭିଡିଓଟି ନିଶ୍ଚୟ ଦେଖନ୍ତୁ। ଏବଂ ସବୁ ବିବାହିତା ନାରୀମାନଙ୍କୁ ମୋର ଅନୁରୋଧ, କାହିଁକି ଏହି 5ଟି ଜିନିଷ ବାପ ଘରୁ ଆଣିବା ବାରଣ କରାଯାଇଛି, ତାହାକୁ ଅତି ଧ୍ୟାନର ସହ ଶୁଣନ୍ତୁ, ଯାହାଦ୍ୱାରା ଆପଣମାନେ ଜାଣିପାରିବେ ଯେ କାହିଁକି ଏହି 5ଟି ଜିନିଷ ସାବିତ୍ରୀ ପୂଜା ପାଇଁ ବାରଣ କରାଯାଇଛି। ଆମ୍ବ, କଦଳୀ, ନଡ଼ିଆ, ମୁଗ ଏମିତି ବହୁତ ଗୁଡ଼ିଏ ଜିନିଷ ବାପ ଘରୁ ଆସିଥାଏ। ତା ସହିତ ଗୋଟେ ବିବାହିତା ମହିଳା ପାଇଁ ଶାଢ଼ୀ, ଶଙ୍ଖା, ସିନ୍ଦୁର, ଅଳତା ଏବଂ ବିବାହିତା ନାରୀମାନଙ୍କର ଯାହା ଯାହା ପୂଜା ପାଇଁ ସାମଗ୍ରୀ ସବୁ ବାପ ଘରୁ ଆସିଥାଏ। ତେବେ ଆସନ୍ତୁ ଜାଣିବା କାହିଁକି ବାପ ଘରୁ ଭାର ଆଣିବା ଭୁଲ ମନେ କରାଯାଇଛି ଏବଂ କେଉଁ ଜିନିଷକୁ ବାପ ଘରୁ ଆଣିବାକୁ ମନା କରାଯାଇଛି। ପ୍ରଥମଟି ହେଉଛି ସିନ୍ଦୁର। ସିନ୍ଦୁର ହେଉଛି ଗୋଟେ ବିବାହିତା ନାରୀର ପ୍ରଥମ ପ୍ରତୀକ। ଯଦି ଆପଣ ନିଜ ସ୍ୱାମୀଙ୍କ ପଇସାରେ ନ କିଣି ନିଜ ବାପାଙ୍କ ପଇସାରେ କିଣିକି ଆଣୁଛନ୍ତି, ତେବେ ଏହି ସିନ୍ଦୁରକୁ କେବେ ବି ଆପଣ ସାବିତ୍ରୀ ପୂଜାରେ ଲଗାନ୍ତୁ ନାହିଁ। ଏହି ସିନ୍ଦୁର ପ୍ରଥମ ହକ୍ କେବଳ ଆଉ କେବଳ ଆପଣଙ୍କ ସ୍ୱାମୀଙ୍କର ଥାଏ। ଯଦି ଆପଣ ବର୍ଷରେ ମାତ୍ର ଗୋଟିଏ ଦିନ ଭକ୍ତିରେ ପୂଜା କରିବେ, ନିଜ ସ୍ୱାମୀଙ୍କୁ ସମ୍ମାନର ସହିତ ପୂଜା କରିବେ, ମା ପାର୍ବତୀଙ୍କ ପାଖରେ, ମା ସାବିତ୍ରୀଙ୍କ ପାଖରେ ଏବଂ ମା ଲକ୍ଷ୍ମୀଙ୍କ ପାଖରେ। ସାବିତ୍ରୀ ଦିନ ଯଦି ଆପଣମାନେ ପୂଜା କରିବେ, ଆପଣ ସେହି ବର୍ଷ ସାରା ଆପଣଙ୍କର ଗୋଟିଏ ତ୍ୟାଗ କେତେ ଯେ ଆପଣଙ୍କ ଭାଗ୍ୟକୁ ଚମକାଇବ, ଆପଣଙ୍କ ସ୍ୱାମୀଙ୍କୁ ସମାଜରେ ଏତେ ଉନ୍ନତି କରାଇବେ ସ୍ୱୟଂ ମା, ଆପଣ ବିଶ୍ୱାସ କରିପାରିବେ ନାହିଁ। ଏହା ତ ଥିଲା ସିନ୍ଦୁର। ଦ୍ୱିତୀୟରେ ହେଲା ଚୁଡ଼ି। ପ୍ରତ୍ୟେକ ବିବାହିତା ନାରୀଙ୍କର ଏହା ଦ୍ୱିତୀୟ ପ୍ରତୀକ ଅଟେ। ଏହାକୁ ମଧ୍ୟ ସାବିତ୍ରୀ ପୂଜା ପାଇଁ ବାପ ଘରୁ ଆଣନ୍ତୁ ନାହିଁ, କିମ୍ବା କେହି ଯଦି ଆପଣଙ୍କୁ ଉପହାରରେ ଦେଇଛନ୍ତି, ଆପଣ ସେହି ଚୁଡ଼ିକୁ ଆପଣଙ୍କ ପୂଜାରେ ଆଦୌ ଲଗାନ୍ତୁ ନାହିଁ। ତୃତୀୟଟି ହେଉଛି ଶାଢ଼ୀ। ଚତୁର୍ଥଟି ହେଉଛି ନିଜ ବାପ ଘରୁ ଆଣିଥିବା ଟଙ୍କା। ଏହି ସାବିତ୍ରୀ ପୂଜାରେ ବ୍ୟବହାର କରନ୍ତୁ ନାହିଁ, କିମ୍ବା ସେହି ଟଙ୍କାରେ କିଛି ବି ସାମଗ୍ରୀ କିଣନ୍ତୁ ନାହିଁ। ପଞ୍ଚମରେ ବାପ ଘରୁ ଭୁଲରେ ମଧ୍ୟ ତେଲ ଆଣନ୍ତୁ ନାହିଁ। ସେ ନଡ଼ିଆ ତେଲ ହେଉ କିମ୍ବା କୌଣସି ସେଣ୍ଟେଡ୍ ବାଲା ତେଲ ହେଉ, ଆଦୌ ଆପଣ ପୂଜାରେ ୟୁଜ୍ କରନ୍ତୁ ନାହିଁ। ଏବେ ଆସନ୍ତୁ ସାବିତ୍ରୀ ବ୍ରତର ନୀତି ନିୟମ ବିଷୟରେ ଜାଣିବା। ଏହି ନୀତି ନିୟମ ପ୍ରତ୍ୟେକ ନାରୀମାନେ ଜାଣିବା ନିହାତି ଜରୁରୀ ଅଟେ। ସାବିତ୍ରୀ ବ୍ରତ କେଉଁ ତିଥିରେ ପଡ଼େ? ସାବିତ୍ରୀ ବ୍ରତ ପ୍ରତିବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପଡ଼ିଥାଏ, କିନ୍ତୁ ଏ ବର୍ଷ ଜ୍ୟେଷ୍ଠ ଅମାବାସ୍ୟା ଜୁନ ମାସ 6 ତାରିଖ ଗୁରୁବାରେ ପଡ଼ୁଅଛି। ସାବିତ୍ରୀ ବ୍ରତରେ ନାଲି ରଙ୍ଗର ଶାଢ଼ୀ, ଚୁଡ଼ି ପୂଜା କରାଯାଏ, କିନ୍ତୁ ପାର୍ବତୀଙ୍କର ପୂଜା କରୁଥିଲେ କଳା ଶଙ୍ଖା
ମଧ୍ୟ ଆପଣମାନେ ଚାହିଁଲେ ପୂଜା କରିପାରିବେ। ସାବିତ୍ରୀ ପୂଜାରେ ଆପଣ ନାଲି ରଙ୍ଗର ବ୍ରତ ପୂଜା କରନ୍ତୁ। ଏହା ଅତ୍ୟନ୍ତ ମଙ୍ଗଳ ହୋଇଥାଏ ଏବଂ ଏହି ବ୍ରତ ଆପଣମାନେ ଆପଣଙ୍କର ଡାହାଣ ହାତରେ ପିନ୍ଧିବା ଉଚିତ। ମନେ ରଖନ୍ତୁ, ସାବିତ୍ରୀ ପୂଜା ଦିନ ଆପଣମାନେ ମା ପାର୍ବତୀ, ମା ସାବିତ୍ରୀ, ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରନ୍ତୁ ଏବଂ ପ୍ରଭୁ ନାରାୟଣ, ପ୍ରଭୁ ଶିବଙ୍କ ପାଖରେ ଆପଣ ପୂଜା କରନ୍ତୁ। ରାଜା ସତ୍ୟବାନଙ୍କ ଜୀବନ ଫେରାଇ ଦେଇଥିଲେ ଧର୍ମରାଜ ଯମ। ରାଣୀ ସାବିତ୍ରୀ ସେଥିପାଇଁ ଯମ ଦେବତାଙ୍କୁ ପୂଜା କରିଥିଲେ। ସେଥିପାଇଁ ଆପଣ ଚାହିଁଲେ ମଧ୍ୟ ଯମ ଦେବତାଙ୍କୁ ପୂଜା କରିପାରିବେ। ସ୍ୱାମୀଙ୍କର ଦୀର୍ଘାୟୁ କାମନା ପାଇଁ ଜଣେ ସଧବା ନାରୀ ସାବିତ୍ରୀ ବ୍ରତ ପାଳନ କରନ୍ତି ଏବଂ ସଧବା ନାରୀ ବଞ୍ଚିଥିବା ପର୍ଯ୍ୟନ୍ତ ନିଜ ହାତରେ ଶଙ୍ଖା, ସିନ୍ଦୂର ରହିବା ପାଇଁ ଏହି ବ୍ରତ ପାଳନ କରିଥାନ୍ତି। ସାବିତ୍ରୀ ବ୍ରତରେ ଫଳ, ଜୁସ୍, ଶାଗୁପଣା, ଗଜାମୁଗ, ଗଜାବୁଟ ଖାଇପାରିବେ। କିନ୍ତୁ ମନେ ରଖନ୍ତୁ, ସାବିତ୍ରୀ ବ୍ରତ ଦିନ ରନ୍ଧା ହୋଇଥିବା ଖାଦ୍ୟ, ପିଆଜ ରସୁଣ, ପିତା, କଷା, କୋଲ୍ଡ ଡ୍ରିଙ୍କସ୍ ଆଦୌ ଖାଇବା ଉଚିତ ନୁହେଁ। ସାବିତ୍ରୀ ବ୍ରତ ଆପଣମାନେ ବରଗଛ ମୂଳରେ, ଘରେ କିମ୍ବା ମନ୍ଦିରରେ ପୂଜା କରିପାରିବେ। ଘରେ ଯଦି ପୂଜା କରୁଛନ୍ତି, ତେବେ ଶିଳରେ ହଳଦୀ ଲଗାଇ ମାଙ୍କର ପ୍ରତିମୂର୍ତ୍ତି ସ୍ଥାପନା କରି ପୂଜା କରିପାରିବେ କିମ୍ବା ଘଟ ସ୍ଥାପନା କରି ନଡ଼ିଆ କିମ୍ବା ପଇଡ଼ରେ ଦେବୀଙ୍କର ପ୍ରତିମୂର୍ତ୍ତି ସ୍ଥାପନା କରି ଆପଣମାନେ ପୂଜା କରିପାରିବେ। ସାବିତ୍ରୀ ବ୍ରତ 5 ପ୍ରକାର ଫଳରେ ପୂଜା କରାଯାଏ। ସାବିତ୍ରୀ ବ୍ରତରେ ଗୁଆ, ଗୁଡ଼, ଅଳତା, ଫଳ, ଶାଢ଼ୀ, ଅରୁଆ ଚାଉଳ, ଦୀପ, ଆମ୍ବପତ୍ର, ଫୁଲ, ହଳଦୀ, କଉଡ଼ି, ବରକୋଳି ପତ୍ର, ଦୁବ ଘାସ, ବହି, ପିତ୍ତଳ ଥାଳି ଏବଂ ମାଟି କଳସ ବା ପିତ୍ତଳ କଳସ, ଏହି ସବୁ ସାମଗ୍ରୀ ସବୁ ଜରୁରୀ ଅଟେ ସାବିତ୍ରୀ ପୂଜାରେ। ସାବିତ୍ରୀ ବ୍ରତର ଯେଉଁ ବ୍ରତ ପୂଜା କରାଯାଏ, ସେହି ବ୍ରତ ପ୍ରତ୍ୟେକ ମହିଳା ନିଜ ହାତରେ ଧାରଣ କରିଥାନ୍ତି ଏବଂ ସେହି ବ୍ରତରେ 7ଟି ଗଣ୍ଠି ପଡ଼ିଥାଏ, ଯାହାକୁ ନାରୀମାନେ ଧାରଣ କରିଥାନ୍ତି ଏବଂ ସେହି ବ୍ରତକୁ ହଳଦୀରେ ବୁଡ଼ାଇ ପିନ୍ଧିବା ଉଚିତ। ମନେ ରଖନ୍ତୁ, ସାବିତ୍ରୀ ବ୍ରତ ପୂଜାରେ ଯେଉଁ ସବୁ ସାମଗ୍ରୀ ପୂଜା କରାଯାଏ, ସେ ସବୁ ସ୍ୱାମୀଙ୍କ ଘରୁ ଆଣି ବ୍ରତ ପାଳନ କରିବା ଉଚିତ। ବାପାଙ୍କୁ କଷ୍ଟ ଦେଇ ସାବିତ୍ରୀ ବ୍ରତ ପାଳନ କଲେ ସ୍ୱାମୀଙ୍କର ଅମଙ୍ଗଳ ହୋଇଥାଏ। କାରଣ ବାପ ଘରୁ ଭାର ଆସିବା କେବଳ ଆଉ କେବଳ ମନୁଷ୍ୟମାନେ ହିଁ ତିଆରି କରିଛନ୍ତି। ଏହା ପୁରାଣ ସମ୍ମତ ନୁହେଁ। ବ୍ରତ ଦିନ ସ୍ୱାମୀକୁ ସମ୍ମାନ ଦିଆଯାଏ। କଟୁ କଥା କହିବା ଉଚିତ ନୁହେଁ। ବ୍ରତ ଦିନ ସ୍ୱାମୀଙ୍କର ପୂଜା ନୁହେଁ, ତାଙ୍କର ଆଶୀର୍ବାଦ ଦରକାର ହୋଇଥାଏ। ସ୍ୱାମୀ ସ୍ତ୍ରୀ ସଙ୍ଗ କରିବା, ହାତରୁ ଚୁଡ଼ି ଉତାରିବା, କଟୁ କଥା କହିବା, ଶାଶୁ ଶ୍ୱଶୁରଙ୍କୁ ନ ମାନିବା, ମଙ୍ଗଳସୂତ୍ର ଉତାରିବା, ପିଲାମାନଙ୍କୁ ବାଡ଼େଇବା, ଏସବୁ କାର୍ଯ୍ୟ ସାବିତ୍ରୀ ବ୍ରତ ଦିନ ଆଦୌ କରିବା ଉଚିତ ନୁହେଁ। ଛୋଟିକିଆ କିମ୍ବା ମୂର୍ତ୍ତିକିଆରେ ଏହି ବ୍ରତ କରାଯାଏ ନାହିଁ, କାରଣ ଏ ସମୟରେ ଶରୀର ଅଶୁଦ୍ଧ ରହିଥାଏ। ଛୁତକ ସମୟରେ ଶାଢ଼ୀ, ଚୁଡ଼ି, ପୂଜା ସାମଗ୍ରୀକୁ ନ ଛୁଇଁ ଅନ୍ୟ କେହି ପୂଜା କରି ପ୍ରସାଦ ଖାଇପାରିବେ। କିନ୍ତୁ ମୃତକ ସମୟରେ ପୂଜା କରାଯାଏ ନାହିଁ କି ପ୍ରସାଦ ସେବନ ମଧ୍ୟ କରାଯାଏ ନାହିଁ। ଗର୍ଭବତୀ ମହିଳାମାନେ ଏହି ବ୍ରତ କରିପାରିବେ, କିନ୍ତୁ ଉପବାସ କରିବେ ନାହିଁ। ଖାଇ ପିଇ ଏହି ବ୍ରତ କରିପାରିବେ। ସମସ୍ତ ଫଳମୂଳ, ପରଟା, ଉପମା ଇତ୍ୟାଦି ଖାଇପାରିବେ, କିନ୍ତୁ ଆମିଷ, ପିଆଜ ରସୁଣ, ଉଷୁନା, ପିତା କଷା ଆଦି ଖାଇବେ ନାହିଁ। ମାସିକ ଧର୍ମ ସମୟରେ ବ୍ରତ କରିପାରିବେ, କିନ୍ତୁ ମନେ ରଖନ୍ତୁ, କୌଣସି ପୂଜା ସାମଗ୍ରୀକୁ ଛୁଇଁବେ ନାହିଁ କି ପୂଜା କରିବେ ନାହିଁ। କେବଳ ପୂଜା ସରିବା ପରେ ପ୍ରସାଦ ଖାଇପାରିବେ। ଘରର ଜଣେ ସଦସ୍ୟ କିମ୍ବା ସ୍ୱାମୀଙ୍କ ଦ୍ୱାରା ଆପଣ ପୂଜା କରାଇ ପାରିବେ। ବିବାହର ପ୍ରଥମ ବର୍ଷରୁ ହିଁ ସାବିତ୍ରୀ ବ୍ରତ କରାଯାଏ, କିନ୍ତୁ ଯଦି ପ୍ରଥମ ବର୍ଷ ବ୍ରତ କରିବା ସମୟରେ ଋତୁସ୍ରାବ ହୋଇଥାଏ କିମ୍ବା ଛୁତକ ଓ ମୃତକ ହୋଇଥାଏ, ତେବେ ବିବାହର ପ୍ରଥମ ବର୍ଷ ଆପଣମାନେ ପୂଜା କରିପାରିବେ ନାହିଁ। ପର ବର୍ଷଠାରୁ ପୂଜା ଆରମ୍ଭ କରିବେ। ସାବିତ୍ରୀ ବ୍ରତ ଦିନ ପ୍ରଭୁ ଶଙ୍କର, ମା ପାର୍ବତୀ, ଲକ୍ଷ୍ମୀ ନାରାୟଣଙ୍କ ଯୁଗଳ
ଦର୍ଶନ କଲେ ଅତ୍ୟନ୍ତ ଶୁଭ ହୋଇଥାଏ। ବ୍ରତ ସରିଯିବା ପରଦିନ ଗାଧୋଇ ସାରି ଠାକୁର ପୂଜା କରିସାରି ଏହି ବ୍ରତ ଉଜେଇ ପାରିବେ। ସାବିତ୍ରୀ ପୂଜା ସରିବା ପରେ ପୂଜା କରି ଆଣିଥିବା ଶାଢ଼ୀ, ଶଙ୍ଖା, ସିନ୍ଦୂର, ଅଳତା ପିନ୍ଧି ସ୍ୱାମୀଙ୍କ ଠାରୁ ଏବଂ ଘରର ସମସ୍ତ ସଦସ୍ୟଙ୍କ ଠାରୁ ଆଶୀର୍ବାଦ ନେବା ଉଚିତ। ସ୍ୱାମୀ ଯଦି ନିଜ ଇଚ୍ଛାରେ ପ୍ରସାଦ ଖୁଆଇ ବ୍ରତ ଭାଙ୍ଗନ୍ତି ତେବେ ବହୁତ ଶୁଭ ହୋଇଥାଏ ଏବଂ ସାବିତ୍ରୀ ବ୍ରତ ଯଦି ସିନ୍ଦୂର, ଶଙ୍ଖା ପିନ୍ଧାଇ ଦିଅନ୍ତି ବହୁତ ଶୁଭ ହୋଇଥାଏ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଥିବ ଏବଂ ଆପଣମାନଙ୍କ ବ୍ରତ ପାଇଁ ଅତ୍ୟନ୍ତ ଦରକାରୀ ଭିଡ଼ିଓଟି ହୋଇଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଭିଡ଼ିଓଟିକୁ ସେୟାର କରନ୍ତୁ ଏବଂ ଚ୍ୟାନେଲରେ ନୂଆ ଥିଲେ ଏହିଭଳି ଶିକ୍ଷଣୀୟ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ରହୁଛି। ନମସ୍କାର। ଜୟ ଜଗନ୍ନାଥ।